ଉପରେ ମହାନ ରାଜା। ସେ ଗୋଷ୍ଠୀ ସମୂହକୁ ଆମ୍ଭମାନଙ୍କର ବଶୀଭୂତ କରିବେ ଓ ଦେଶୀୟ ଗଣକୁ ଆମ୍ଭମାନଙ୍କର ପଦ ତଳସ୍ଥ କରିବେ। ସେ ଆମ୍ଭମାନଙ୍କ ନିମନ୍ତେ ଆମ୍ଭମାନଙ୍କ ଅଧିକାର ମନୋନୀତ କରିବେ। ତାହା ହିଁ ତାହାଙ୍କ ପ୍ରିୟ ପାତ୍ର ଯାକୁବର ଗୌରବ ସ୍ୱରୂପ। ପ୍ରଭୁ ଏହି ପଠିତ ବାକ୍ୟ ଉପରେ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଆମେ ଆସନ୍ତୁ ପ୍ରାର୍ଥନା କରିବା। ଧନ୍ୟବାଦ 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 ପ୍ରଶଂସା ଗୌରବ ସମ୍ଭ୍ରମ ଯୋଗେଇଥିବେ ତୁମର ପ୍ରଭୁ। ତୁମରି ଦୟା କରୁଣା ହେତୁ ପ୍ରଭୁ ଆମମାନେ ଏହି ସୁନ୍ଦର ସୁଯୋଗ ପାଇଅଛୁ। ପ୍ରାତଃ କାଳରେ ତୁମର ଚରଣ ତଳେ ବସିବା ନିମନ୍ତେ ତୁମେ ଆମମାନଙ୍କୁ ମନୋନୀତ କଲ ବାପା। ଆମମାନେ କୌଣସି ପ୍ରକାରେ ପ୍ରଭୁ ତୁମ ନିକଟରେ ପ୍ରଭୁ ଦାନର ପ୍ରତିଦାନ ଦେବାର ଯୋଗ୍ୟ ନୁହଁ ପ୍ରଭୁ, କିନ୍ତୁ ତୁମେ ଆମମାନଙ୍କୁ ଦିନ ପ୍ରତିଦିନ ପ୍ରତ୍ୟେକ ମଙ୍ଗଳ ଦାନରେ ପ୍ରଚୁରରୁ ପ୍ରଚୁର ପରିମାଣରେ ପ୍ରଭୁ ତୁମେ ଆମମାନଙ୍କୁ ଦେଇ ଚାଲିଛ। ତୁମର ସେ ଅନୁଗ୍ରହ, ତୁମର ସେ ଆଶୀର୍ବାଦ, ମଙ୍ଗଳ ଦାନ, ସେଥିପାଇଁ ଧନ୍ୟବାଦ ଦେଉଛି। ଧନ୍ୟବାଦ ଦେଉଛି ପ୍ରଭୁ। ସେ ଆନୁକୂଲ୍ୟରେ ଆମମାନେ ଏକତ୍ରିତ ହୋଇ ତୁମରି ଗୌରବ ପ୍ରଶଂସା କରିବା ନିମନ୍ତେ ତୁମେ ତୁମରି ପ୍ରିୟ ଦାସଙ୍କୁ ଉତ୍ତମ ଜ୍ଞାନ ବୁଦ୍ଧି ଦେଲ ପ୍ରଭୁ, ଯ ଦ୍ୱାରା ସେ ଆଜି ପ୍ରତ୍ୟେକଙ୍କୁ ଏକତ୍ରିତ କରି ତୁମରି ସହଭାଗିତାରେ ଆସିବା ନିମନ୍ତେ ପ୍ରଭୁ ଏକ ଉତ୍ତମ ପ୍ରେରଣା ଉତ୍ସାହ ପାଇଲେ। ଆଉ ଯ ଦ୍ୱାରା କି ପ୍ରଭୁ ଆଜି ଆମେ ସମସ୍ତେ ତୁମରି ଗୌରବ ପ୍ରଶଂସା କରିପାରୁଛୁ। ଧନ୍ୟବାଦ ଦେଉଛି ତାଙ୍କର ସେ ଉତ୍ତମ ଜ୍ଞାନ ପାଇଁ ପ୍ରଭୁ। ତୁମେ ତାଙ୍କୁ ଆଶୀର୍ବାଦ କର, ସେଇ ପରିବାର ମଙ୍ଗଳ କର, ପ୍ରତ୍ୟେକ କ୍ଷେତ୍ରରେ ସହବର୍ତ୍ତୀ ଈଶ୍ୱର ହୁଅ। ସେମାନଙ୍କର ଆଗେ ପଛେ ବାମେ ଡାହାଣେ ରହି ସୁରକ୍ଷା ଦିଅ। ପ୍ରାର୍ଥନା କରୁଛୁ ସେମାନେ ଆଜି ପ୍ରଭୁ ସୁନାଗୁଡା ଅଭିମୁଖେ ଅଗ୍ରସର ହଉଛନ୍ତି ପ୍ରଭୁ। ସେମାନଙ୍କର ଯାତ୍ରା ପଥରେ ତୁମେ ସହବର୍ତ୍ତୀ ଈଶ୍ୱର ହୁଅ। ତୁମେ ସେମାନଙ୍କୁ ନିର୍ଦ୍ଦିଷ୍ଟ ସ୍ଥଳରେ କୁଶଳରେ ପହଞ୍ଚି ଗୃହକୁ ପୁନର୍ବାର କୁଶଳରେ ଫେରି ଆସିବାକୁ ସାହାଯ୍ୟ କର ପ୍ରଭୁ। ଆଜିର ଏହି ଉପାସନାର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସହବର୍ତ୍ତୀ ଈଶ୍ୱର ହୁଅ। ପ୍ରତ୍ୟେକ ସମୟରେ ତୁମର ଅନୁଗ୍ରହ ଦିଅ ପ୍ରଭୁ। ନେଟୱାର୍କ ସ୍ଥିର କର, ଯେପରି କୌଣସି ପ୍ରକାର ଅସୁବିଧା ନ ହବ। ସମସ୍ତେ ଶାନ୍ତି ଶୃଙ୍ଖଳାରେ ପ୍ରଭୁ ଏହି ସୁନ୍ଦର ସହଭାଗିତାଟିଏ ସମସ୍ତେ ପାଇପାରିବେ, ଉପକୃତ ହେବେ, ତୁମର ଗୌରବ ପ୍ରଶଂସା କରିବାକୁ ପାରିବେ। ସାହାଯ୍ୟ କର, ତୁମର ସାନ୍ନିଧ୍ୟ ଉପଲବ୍ଧି କରିବାକୁ ଦିଅ। ତୁମର ସେଇ ପବିତ୍ର ଆତ୍ମାଙ୍କର ଅଭିଷେକ ଦେଇ ପ୍ରଭୁ ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦ କର। ବର୍ତ୍ତମାନ ପ୍ରଭୁ ତୁମର ପ୍ରିୟ ଦାସ ପ୍ରଭୁ ସେ ଆରାଧନା କରିବାକୁ ଆସୁଛନ୍ତି, ତୁମେ ତାଙ୍କୁ ଆଶୀର୍ବାଦ କର, ଆତ୍ମାରେ ଅଭିଷିକ୍ତ କର ପ୍ରଭୁ। ଆଉ ସେ ଯୋଉ ଆରାଧନା କରିବେ ତ ଦ୍ୱାରା ଆମେ ସମସ୍ତେ ମଧ୍ୟ ପ୍ରଭୁ ତୁମ ନିକଟରେ ଗୃହୀତ ହେବୁ ଆଉ ତୁମର ଗୌରବ ପ୍ରଶଂସା କରିବୁ। ସାହାଯ୍ୟ କର ପ୍ରଭୁ। ବାକ୍ୟ ଘେନି ଆସୁଥିବା ତୁମ ପ୍ରିୟ ଦାସଙ୍କୁ ବି ତୁମେ ଆଶୀର୍ବାଦ କର। ପ୍ରତ୍ୟେକ କ୍ଷେତ୍ରରେ ତୁମର ଅନୁଗ୍ରହ, ତୁମର ଆଶୀର୍ବାଦ ପ୍ରଦାନ କରି ସକଳ ମଙ୍ଗଳ ରକ୍ଷା କର। ଯେତେ ଜଣ ଭାଇ ଭଉଣୀ ବସିଛୁ ପ୍ରତ୍ୟେକ ଆଶୀର୍ବାଦ କର। ଆଜି ପ୍ରଭୁ ମଧ୍ୟସ୍ଥି ପ୍ରାର୍ଥନାରେ ଯେତେ ଜଣ ତୁମର ପ୍ରିୟ ଦାସ ଦାସୀ ମାନେ ଏକତ୍ରିତ ହୋଇ ପ୍ରାର୍ଥନାରେ ସହଯୋଗ କରିଛନ୍ତି ବାପା, ପ୍ରତ୍ୟେକଙ୍କର ପ୍ରାର୍ଥନା ତୁମେ ଶୁଣିଛ। ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦ କର, ସେମାନଙ୍କୁ ତୁମରି ଅନୁଗ୍ରହରେ ପରିପୂର୍ଣ୍ଣ କର। ଲିଡିଂ କରିଥିବା ତୁମରି ପ୍ରିୟ ଦାସୀଙ୍କୁ ମଧ୍ୟ ତୁମେ ଆଶୀର୍ବାଦ କର। ଆଗାମୀ ଦିନରେ ଆହୁରି ପ୍ରଭୁ ତୁମରି ଜ୍ଞାନକୁ ତାଙ୍କୁ ବଢାଇ ପ୍ରଭୁ ତୁମରି ଗୌରବ କରିବାକୁ ସାହାଯ୍ୟ କର। ସେ ପରିବାର କର ସମସ୍ତ ପ୍ରାର୍ଥନା ନିବେଦନ ଆଜିର ପ୍ରତ୍ୟେକ ବିଷୟକୁ ତୁମର ଚରଣ ତଳେ ଦେଇ ତ୍ରାଣକର୍ତ୍ତା ମଧୁମୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମାଗୁଛି, ଆମେନ୍। ଧନ୍ୟବାଦ। ଆଜି ଆମମାନଙ୍କ ଗହଣରେ କାଲବରୀ ଚର୍ଚ୍ଚର ହୋଷ୍ଟ ଆମ ସଂଗ୍ରାମ ଭାଇ ଅଛନ୍ତି, ଆଉ ସେ ଆଗକୁ ଆସି ଆରାଧନାରେ ଆମମାନଙ୍କୁ ପଢେଇ ନଉଥିବେ। ଭାଇ ପ୍ରେଜ୍ ଦ ଲର୍ଡ। ନମସ୍କାର ଆଉ नमस्कार, प्रेज द लॉर्ड। प्रभु को महानवर धन्यवाद हो। प्रभु मन को अनुग्रह कली आर सानिध्य तले बसी गौरव पूजा प्रशंसा करने नूतन प्रभात देता हेतु सर्वप्रथम मु जीवित परमेश्वर को धन्यवाद देवी। मत आह्वान कर प्रिय प्रभु दासी को मत स्थान सुजोग देथिबा प्रिय प्रभु दास को मोर हृदयपूर्ण कृतज्ञता और आपण मान उपस्थित प्रत्येक को मोर ख्रीष्टीय प्रेमर नमस्कार ज्ञापन करे। प्रेज लॉर्ड। आसतु प्रभु मान को अनुग्रह करी किछि दिन किछि वर्ष किछि सुजोग मान को देइछन्ति, से सुजोग मध्य प्रभुंकर स्तुति करू, प्रशंसा करू। सही महान, सही आश्चर्य पराक्रांत परमेश्वर
राजा मानक राजा अटंती प्रभु अटंती हालेलुया तुम्हारा धन्यवाद करुच तुम्हारी प्रशंसा करुच अशांत जगते ए भव सागरे अशांत जगते ए भव सागरे हृदय चाहे मु तुमको तुम्हारी बिहुनी एही नुहे मोर तुम्हारी बिहुनी एही नुहे मोर पाप मोचन करबाकू तुमे प्राण देना प्राण किणीन ओ परिपापी को तुम्हार धन्यवाद प्रभु ये अशांत जगत मध्य प्रभु तुम्हारी स्तुति करुच तुम्हारी प्रशंसा करुच तुम्हें ही अमन आश्रय एवं बल दुर्दशा काल अति निकटवर्ती सहाय परमेश्वर तुम्हारे धन्यवाद हो रहा है तुम्हारी प्रशंसा हो मैं पौध तुम्हें सत्य तुम्हें जीवन तुम बिना नहीं मनोहर तुम्हारी बिहुनी केही नुहे मोर तुम्हारी बिहुनी केही नुहे मोर पाप मोचन करबाकू तुमे प्राण देना प्राण किणीन ओ परिपापी अशांत जगते ए भव सागरे अशांत जगते ए भव सागरे प्रभु तुम से ही दया और अनुग्रह हस्त अपन ऊपर ढाली तुमको धन्यवाद क्षमा ऊपर क्षमा तुम्हें करी आसी एवं तुम दया और अनुग्रह हस्त ढाड़ी आम तुम्हें तोड़ी धरी धन्यवाद प्रभु तुम्हारी महिमा हो क्षमा पारे प्रभु लुह घर पोछी सब शून्य ही पाप मोर पाई तुम दर्शन तुम्हारी बिहुनी केही नुहे मोर तुम्हारी बिहुनी एही नुहे मोर पाप मोचन करबाकू थरे देखा दिया प्रभु मनयन भूली जीवी जगतकू अशांत जगते ए भव सागरे अशांत जगते ए भव सागरे हृदय चाहे मु तुमको तुम्हारी बिहुनी एही नुहे मोर तुम्हारी बिहुनी एही नुहे मोर
ବିମୋଚନ କରିବାକୁ ଅଶାନ୍ତ ଜଗତେ ଏ ଭବ ସାଗରେ ଅଶାନ୍ତ ଜଗତେ ଏ ଭବ ସାଗରେ तुमर धन्यवाद हो प्रभु तुम ही आमनकर आश्रय एवं बल दुर्दशा काल अति निकटवर्ती सहाय परमेश्वर तुमरी धन्यवाद राजा तुमरी सान्निध्य तले आमने शरण नौछु प्रभु तुमरी गौरव हो राजा तुमरी प्रशंसा हो प्रभु तुमरी महिमा हो राजा जिसु ही मोर आश्रय मो आश्रय जिसु ही मोर आश्रय मो आश्रय गोटे सेकेंड